ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପ୍ରଶାସନ ଚୁପ୍। ଦେଶର ସବୁଠାରୁ ବଡ଼ ଗଣପର୍ବରେ ଅଘଟଣ। ବିଜେଡିର ଗୁଣ୍ଡା ବାହିନୀର ଗୁଣ୍ଡାରାଜ। ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ। ଝରିଗାଁ ଦେଉଳକଣା 204 ନମ୍ବର ବୁଥରେ ପ୍ରାର୍ଥୀ ନରସିଂହ ଭତ୍ରା ଓ ତାଙ୍କ ସହକର୍ମୀ କକୁଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରି ଯାଇ ଆକ୍ରମଣ କରିଥିଲେ। ପ୍ରାର୍ଥୀ ଶ୍ରୀ ଭତ୍ରାଙ୍କ ଗାଡିର ହାଇୱା ଛାଡିବା ସହିତ ତାଙ୍କର ଆଇଡି କାର୍ଡଟିକୁ ମଧ୍ୟ ବିଜେଡି କର୍ମୀ ଛଡେଇ ନେଇଯାଇଥିବା ଦେଖିବାକୁ ମିଳିଛି ଏବଂ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି, ଯାହାକି ଶ୍ରୀ ଭତ୍ରା ତାଙ୍କୁ ଜୀବନରେ ମାରିଦେବା ଲାଗି ଉଦ୍ୟମ କରାଯାଇଥିବା ନେଇ ସେ ଝରିଗାଁ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସୁରୁଖୁରୁରେ ହେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କିଭଳି ଭାବେ ଏକ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ହେଲା ତାହା ସାଧାରଣ ଜନତା ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣା ଘଟିବା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାରଣରୁ ଆକ୍ସନ ନିଆଗଲା ନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।